वेलकम टू आदित्य एकेडमी। तो आसंता कालठू तुम फॉर्म फिलअप स्टार्ट होची। मु तुम गोटे कथा कही जे गत वर्ष मैक्सिमम पिलांकर फॉर्म रिजेक्ट होता और पछरे बहुत सारा कारण अच्छी जमी एथर तुमकर फॉर्म रिजेक्ट न हुए कहीं तुम दीर्घ वर्ष धरी पाठ पढ़ू किंतु रिजल्ट माने तुम नोटिस आसो जे रिजेक्टेड लिस्ट तुम ना थो भाव तुम सहित कौन बीतुथिव भाव तुम सहित कौन बीतुथिव देख ମୁଁ ତୁମମାନଙ୍କୁ କିଛି ପଏଣ୍ଟ ଉପରେ ଡିସ୍କସନ କରିବି ଯେ ସାଧାରଣତଃ ଫର୍ମ ରିଜେକ୍ଟ କାହିଁକି ହୁଏ ବା ତୁମେ କଣ କଲେ ଫର୍ମ ରିଜେକ୍ଟ ହୁଏ ନା। ଦେଖ ଫର୍ମ ରିଜେକ୍ଟର ବହୁତ ସାରା କାରଣ ଅଛି। ପ୍ରଥମ କାରଣ ହଉଛି ତୁମର ଫଟୋ ଦରକାର, ତୁମକୁ ସିଗ୍ନେଚର ଦରକାର ଆଉ ତୁମର ଥମ୍ବନେଲ୍ ଦରକାର। ଯଦି ଏ ତିନୋଟି ଯାକର ଫଟୋ ର ଠିକ ଏମବି ନଥିବ, ଯେ ତୁମକୁ ଯେତିକି ଏମବି କହିଛି ସେଇ ଏମବି ରେ ଯଦି ତୁମେ ନ ଦେଇଥିବ, ଇଏ ଗୋଟେ ରିଜେକ୍ଟର କାରଣ। ଆଉ ଗୋଟେ ରିଜେକ୍ଟର କାରଣ କଣ, କିଛି କିଛି ପିଲା କଣ କରନ୍ତି ଥମ୍ବନେଲ୍ ଜାଗାରେ ଫଟୋ ଦେଇଦେବେ, ଫଟୋ ଜାଗାରେ ଥମ୍ବନେଲ୍ ମାନେ ଡିଫରେଣ୍ଟ ଜାଗାରେ ଡିଫରେଣ୍ଟ ପ୍ଲେସ ରେ ଡିଫରେଣ୍ଟ ଜାଗାକୁ ଇମେଜ କୁ ଅପଲୋଡ କରିଦେବେ। ଇଏ ହଉଛି ଗୋଟେ କାରଣ ଯୋଉ ଯାହା ଦ୍ୱାରା ତୁମ ମାନଙ୍କର ଫର୍ମ ରିଜେକ୍ଟ ହବାର ଚାନ୍ସ ଅଛି। ଯଦି ତୁମ ମାନେ କିଛି ରଙ୍ଗ ଡାଟା ଦଉଛ, ତୋର ସାର୍ଟିଫିକେଟ ନମ୍ବର ହଉ, ତ ଇଏ ଗୋଟେ ଇସ୍ୟୁ ଥାଏ ଯୋଉଟା କି ତୁମକୁ ଜଣା ପଡେ ନା ଏ ସବୁ ଜିନିଷ ତମକୁ ହୁଏ। ଆଉ ମନେ ରଖ ପିଲେ, ଯେତେବେଳେ ତୁମେ ଫର୍ମ ପକଉଛ ପ୍ରପର ୱେରେ ଫର୍ମ ପକାଅ, ପ୍ରପର ୱେରେ ଫର୍ମ ପକାଅ। ଇଏ ହଉଛି ଗୋଟେ କଥା। ଦ୍ୱିତୀୟ କଥା ହଉଛି ଦ୍ୱିତୀୟ କଥା ହଉଛି ଫର୍ମ ଫିଲଅପ ବେଳେ ଦୁଇଟି ତୁମ ଲାଇଫରେ ପ୍ରୋବ୍ଲେମ ଆସିବ। ଦୁଇଟି ପ୍ରୋବ୍ଲେମ। ପ୍ରଥମ ପ୍ରୋବ୍ଲେମ, ତମେ ଓଡିଆରେ ନବ କି ଇଂଲିଶରେ ନବ। ତୁମେ ଭଲସେ ମାଇଣ୍ଡ ମେକଅପ କର ଆଉ ଯୋଉ ଗୁଟାକ କରିବ ସେଟା ଲାଷ୍ଟ ହବ। ଇଏ ଜିନିଷ ଗୁଡାକ। ଆଉ ଗୋଟେ ଜିନିଷ କଣ ନା ଅପସନାଲ କଣ ହବ। ମୁଁ ଗୋଟେ ବାରମ୍ବାର ତମକୁ କହିଛି ଅପସନାଲ ସବୁବେଳେ ତୁମ ଉପରେ ଡିପେଣ୍ଡ କରେ। ଯଦି ଗୋଟେ ପିଲା ତୁମେ ଗୋଟେ କୌଣସି ଗଭର୍ଣ୍ଣମେଣ୍ଟ ସେକ୍ଟର ବା କୌଣସି ସର୍ଭିସ ସେକ୍ଟର ଅଛ କିମ୍ବା ତମ କତିରେ ସମୟ କମ ଅଛି, କିଛି ବି ଅଛି, ତାହେଲେ ତୁମ ପାଇଁ ବେଷ୍ଟ ଅପସନାଲ ହଉଛି ହୋମ ସାଇନ୍ସ। ସବୁଠୁ ବେଷ୍ଟ ଅପସନାଲ ହଉଛି ହୋମ ସାଇନ୍ସ। କାହିଁକି ନା ହୋମ ସାଇନ୍ସ ଗୋଟେ ଏମିତି ପାଠ, ଗୋଟେ ଆର୍ଟ୍ସ ପିଲା ବି ପଢିବ, ଗୋଟେ ସାଇନ୍ସ ପିଲା ପାଇଁ ମଧ୍ୟ ସେ ପାଠ ଦେଇପାରିବ। ତ ବୋଥ ଓଡିଆରେ ବି ଆଭେଲେବୁଲ, ବୋଥ ଇଂଲିଶ ବି ଆଭେଲେବୁଲ। ତ ସବୁଠାରୁ ବେଷ୍ଟ ଅପସନାଲ ବୋଲି କହିବା। ଆଉ ଭଲ ମାର୍କିଂ ମଧ୍ୟ ସେ ଆସିଥାଏ। ତ ମନେ ରଖିଥିଲେ ଗୋଟେ ହଉଛି ଡକୁମେଣ୍ଟ କେମିତି ଭୁଲ କରିବନି, ଆଉ ଯୋଉଠି ଯାହା ତୁମର ଯେମିତି ଯୋଉ ଫର୍ମ ଫିଲଅପ ଯୋଉଟା କି ଯାହା ମାଗୁଛି ସେଇ ଡାଟା ହିଁ ଦବ, କିଛି ଯେମିତି ଭୁଲ ଭାଲ ନ କର। ଗୋଟେ କଥା। ଦ୍ୱିତୀୟ କଥା, ଓଡିଆ ଆଉ ଇଂଲିଶ ଯେମିତି ପ୍ରପର ୱେରେ ତୁମେ ମାଇଣ୍ଡ ମେକଅପ କରିଥିବ ଯେ ଆମେ କଣ ନବା। ଆଉ ତାପରେ ଆସିଲା କିସ ତୁମ ମାନଙ୍କର କଣ ନା ହଉଛି ଅପସନାଲ। ଆଉ ଗୋଟେ ପ୍ରୋବ୍ଲେମ କଣ ହୁଏ, ସବଜେକ୍ଟ ସିଲେକ୍ସନ ପାଇଁ ଯୋଉ ପୋଷ୍ଟ ପ୍ରିଫରେନ୍ସ। ମନେ ରଖ ସାଧାରଣତଃ ଦିଟା ପୋଷ୍ଟ ଥାଏ, ଗୋଟେ ସେ ଗ୍ରୁପ ଏ, ଗ୍ରୁପ ବି ପୋଷ୍ଟ। ଗ୍ରୁପ ଏ ର ମାନେ ଯୋଉ ଅପସନ ଯାହା ଥାଏ ଏଗୁଡାକୁ ପ୍ରଥମେ ରଖିବ। ଯେମିତି ଆମର ସିଭିଲ ସର୍ଭିସ ଯୋଉ ପ୍ରଥମଟା ଯୋଉ ରହୁଛି, ଯେମିତି ଓପିଏସ୍ ଓଡିଶା ପୋଲିସ ସର୍ଭିସ ରହିଲା, ତ ଯୋଉଟା ଗ୍ରୁପ ଏ ର ଅଛି ସେଟାକୁ ପ୍ରଥମେ ରଖିବ। ପ୍ରଥମେ ଓଏସ୍ କୁ ରଖିବ, ତାପରେ ତୁମ ଉପରେ ଡିପେଣ୍ଡ କରେ। ତୁମେ ଯଦି ନାଇଁ ମୁଁ କହିବ ଯେ ମୁଁ ପୋଲିସ ଡିପାର୍ଟମେଣ୍ଟରେ ଯିବିନି, ତ ତୁମେ ଓଇ ଆଉ ଗୋଟେ ଅଛି ଓସିଏସ୍ ଯୋଉଟା ଅଛି ସେଟା ଦବ। ସେକ୍ସନ ଏ ଟାକୁ ସଭା ପ୍ରଥମେ ଦବ, ତାପରେ ସେକ୍ସନ ବି ଆସିବ। ସେକ୍ସନ ବି ରେ ତମେ ପ୍ରଥମେ କାହାକୁ ଦବ, ଯେମିତି ଓଏଫ ଓଆରଏସ୍ ଅଛି। ତ ଏସବୁ ଜିନିଷକୁ ଆଗ ତୁମେ ତାପରେ ଦବ, ଡିପେଣ୍ଡ କର ତୁମ ଉପରେ। କିନ୍ତୁ ମନେ ରଖିଲେ ସବୁବେଳେ ସେକ୍ସନ ମାନେ ଗ୍ରେଡ ଏ ଟାକୁ ଆଗ ଦବ, ଗ୍ରେଡ ବି ଟାକୁ ପରେ ଦବ। ଏଇଟା ହେଲା। ଏ ତିନୋଟି ଜିନିଷକୁ ମାଇଣ୍ଡରେ ପ୍ରଥମେ ଭଲସେ ଭାବିବ। ଭଲସେ ଭାବି ସାରିଲା ପରେ ଫର୍ମ ଫିଲଅପ କରିବାକୁ ସେଣ୍ଟରକୁ ଯିବ। ଆଉ ଗୋଟେ ଲାଷ୍ଟ ୱାର୍ନିଂ ତମମାନଙ୍କୁ ଦେବି, କେବେ ବି ମୋବାଇଲରେ ଫର୍ମ ଫିଲଅପ କରିବ ନାହିଁ। କେବେ ବି ଏକ୍ସପେରିମେଣ୍ଟ ବି କରିବନି ଫର୍ମ ଫିଲଅପକୁ ନେଇକିରି। ଗୋଟେ ଏକ୍ସପେରିମେଣ୍ଟ 1.5 ବର୍ଷ ଫେର ୱେଟ୍ କରେଇଦେବ। ଏତିକି ମନେ ରଖିବ। ତ ମୁଁ ତୁମମାନଙ୍କୁ ଗୋଟେ ସାଇବର କ୍ୟାମ୍ପର ନମ୍ବର ଦଉଛି, ଯୋଉଟା କି ତୁମମାନଙ୍କୁ ହେଲ୍ପ କରିବ। ଯଦି ତୁମେ ଚାହିଁବ ଘରେ ବସି ମାନେ ଫର୍ମ ଫିଲଅପ କରିବାକୁ ଆରାମସେ ବି କରିପାରିବ। ତାଙ୍କ ସହିତ କଣ୍ଟାକ୍ଟ କରିବ। ଡିଟେଲ୍ସ ଡକୁମେଣ୍ଟ ତମର ଯୋଉ ଯାହା ଯାହା ଅଛି ପିଡିଏଫ କରି ପଠେଇଦବ। ବାସ୍ ତାଙ୍କ ସହିତ ଫୋନରେ କଥା ହେଲେ ସିଏ ଆରାମସେ ତୁମର ଫର୍ମ ପକେଇଦେବେ। କୌଣସି ପ୍ରୋବ୍ଲେମ ହବନି। ନମ୍ବର ଲେଖିପାରିବ ପିଲେ, 9238501030। तो ये हूँ गोटे साइबर कैफ नंबर जोटी तुम आराम से नंबर सहित कंटाक्ट करी ओएस रो फॉर्म फिलअप भी कर कौन प्रोब्लेम भी हेनी। तुमको जो जो डॉक्यूमेंट दरकार मन रख। साधारणतः डॉक्यूमेंट हिसाब से कौन कौन दरकार भी कहीदे तुम मानक टेन्थ रो टेन्थ रो समस्त मार्कशीट रो सीरियल नंबर दरकार आउ तुम सर्टिफिकेट रो सीरियल नंबर दरकार। तो वर्तमान जो मैंने 2010 ना 11 पर जो मैंने जो बैच आसी तार गोटे बोले सर्टिफिकेट केवल सीरियल नंबर दरकार। सेमती +2 रो सेमती +3 रो अदरवाइज किसी दरकार नहीं, केवल मार्कशीट रो सीरियल नंबर ये दरकार। देखो तुम सर्टिफिकेट नंबर टा खाली दरकार मार्कशीट प्लस सर्टिफिकेट।
ତା ସହିତ ଆଧାର କାର୍ଡର ନମ୍ବର, ବାସ୍ ଏତିକି ରହିଲା। ଆଉ ରହିଲା କଣ ନା ଫଟୋ, ସିଗ୍ନେଚର, ଆଉ ରହିଲା କି ସେ ଥମ୍ବନେଲ୍। ଏଇ ଏତିକି ଜିନିଷ ହିଁ ଦରକାର ହୁଏ। ବାସ୍ ତମେ ତାଙ୍କ ସହିତ କଥା ହେଲେ ତମକୁ ସେ ବତେଇ ଦେବେ। ଆଉ ଗୋଟେ ଜିନିଷ ଆସିଲା ଯେ ବହୁତ ସାରା ପିଲାଙ୍କ ମାଇଣ୍ଡରେ ଅଛି ସର୍ଟକଟ ବାଟ ଖୋଜୁଛନ୍ତି, କେମିତି ଆମେ ଜଲ୍ଦି ଓଏସ୍ ପାଇଯିବୁ। ସର୍ଟକଟ ରାସ୍ତାଟା ନାହିଁ, ତ ତମକୁ ଆ ପାଇଁ ପରିଶ୍ରମ କରିବାକୁ ପଡିବ। ତ ସବୁଠାରୁ ବେଷ୍ଟ ୱେ, ଜିରୋ ଲେବୁଲରୁ ଷ୍ଟାର୍ଟ କର, ନିଶ୍ଚିତ ସେ ଜାଗାରେ ପହଞ୍ଚିବ। ଅଲରେଡି ଆମର ଏବେ ରିସେଣ୍ଟଲି ଯୋଉ ବ୍ୟାଚ୍ ଚାଲୁଛି 2999 ଚାଲୁଛି, ଯୋଉଠି 2 ବର୍ଷର ଭ୍ୟାଲିଡିଟି, ଯୋଉଠି ବୋସ୍ ଓଡ଼ିଆ ଆଉ ଇଂଲିଶରେ କ୍ଲାସ୍ ଦିଆଯାଉଛି, ତା ସହିତ ପିଡିଏଫ୍ ଦିଆଯାଉଛି। ଆଉ ତା ସହିତ ହୋମ ସାଇନ୍ସର ବ୍ୟାଚ୍ ବି ଚାଲିଛି, ଯୋଉଟା କି 999 ତମକୁ ଦିଆଯାଉଛି, ବୋଥ ଓଡ଼ିଆ ଆଉ ଇଂଲିଶରେ ମଧ୍ୟ ଦିଆଯାଉଛି। ମତେ କଣ୍ଟାକ୍ଟ କରିପାରିବ ଏନି ଡାଉଟ୍ ଥିଲେ, କାହିଁକି ନା ତମେ ଯଦି ବ୍ୟାଚ୍ ଜଏନ୍ କରୁଛ ମତେ ମେସେଜ କଲେ ମୁଁ ତମକୁ ହ୍ୱାଟ୍ସଆପ ଗ୍ରୁପରେ ଆଡ୍ କରିବି। ମୋର କଣ୍ଟାକ୍ଟ ନମ୍ବର ହଉଛି 9937953590। ତ ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟ, ଅଲ୍ ଦ ବେଷ୍ଟ। କାହିଁକି ନା ଯେତେବେଳେ ମନେ ରଖ, ଏଟା ହଉଛି ପ୍ରଥମ ଷ୍ଟେପ୍। ପ୍ରଥମ ଷ୍ଟେପ୍ ଯେମିତି ହଡ଼ବଡ଼ି ନ ହଉ। ମୁଁ ତୁମ ସହିତ ଅଛି, ରହିବି, ସବୁଦିନ ତୁମ ସହିତ ଥିବି। ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟ।